মাসরে তেরো সরু লাগে ধান বিলরে সুনা ফসল পবন বিমন ছুয়া শীতল চকুই আরিসা পিঠা গছরে চঢ়েই গায়ে কবিতা এঠি মাটি পখার দি লাগে বঢ়িয়া গরবে কহিবি এতিকি মোরিয়া মোরিয়া। ভঞ্জভূমি ময়ূরভঞ্জ বিদ্যারায়ণ ছাত্রী হাত রক্ষি কହୁଛି ମୁଁ ବି ଗୋଟେ ପିଓର ମୟୂରଭଞ୍ଜିଆ। ସେତେବେଳେ ଜଣେ ଗର୍ବ କରେ ଯେତେବେଳେ ନିଜ ଛାତି ଉପରେ ଠିଆ ହେଇକି ସେ ଫୁଟାଣି ମାରିପାରିବ ମୋ ଗାଁରେ ମୁଁ ଆଜି ଠିଆ ହେଇଛି। ଭଞ୍ଜ ରଜାଙ୍କର ଭୂଇଁ ଏ ମୟୂରଭଞ୍ଜ ଏବଂ ମୁଁ ଆଜି ପର୍ଟିକୁଲାର ଯୋଉ ଜାଗାରେ ଠିଆ ହେଇଛି ଇଏ ବୋଧେ ଭଞ୍ଜ ରାଜାଙ୍କ ଦ୍ୱାରା ତିଆରି ହେଇଥିଲା। ସେଥିପାଇଁ ଏଇ ଜାଗାଟା ନାଁ ହେଉଛି ଭଞ୍ଜକିଆ। ଗଲା ଜନ୍ମରେ ଆପଣ ଯଦି ଅତି ପୁଣ୍ୟ କାମ କରିଥିବେ ଏ ଜନ୍ମରେ କୁକୁର ଜନ୍ମ ପାଇବା କଥା। ମୋ କଥାଟା ଜମାରୁ ହସରେ ଉଡ଼େଇବି। ଏ ଜନ୍ମରେ ଯଦି ଦିନ ରାତି ଆପଣ ହରେ କୃଷ୍ଣ କରିବେ ନେକ୍ସଟ ଜନ୍ମରେ କୁକୁର ଜନ୍ମ ପାଇବେ। ଜାଣିଛନ୍ତି ନା ନାଇଁ? କାହିଁକି ଜଗତର ନାଥ ପ୍ରଭୁ ଜଗନ୍ନାଥ ତାଙ୍କ ମୂଳ ଉପରେ ଯୋଉ ତୁଳସୀ ପତ୍ର ଲାଗେ ସେ ତୁଳସୀ ଗଛ ଉପରେ କୁକୁର ମୂର୍ତ୍ତି। ତାମାନେ ଭଗବାନ କୁକୁରକୁ କି ସାର୍ଟିଫିକେଟ ଦେଇଛନ୍ତି ରେ ବାପା ତୁ ନ ବୁଝିଲା ଯେ ତୁଳସୀ ପତ୍ର ପତ୍ର ଦିଅ। ସେଇଥିପାଇଁ ମୁଁ କହିଲି ଯେ ଏ ରେଞ୍ଜର ପୁଣ୍ୟ କଲେ କୁକୁର ଜନ୍ମ ପାଇବେ। ଆପଣ ବୁଝିଲା ପରେ ତୁଳସୀ ପତ୍ର ଜଗନ୍ନାଥଙ୍କ ମୁଣ୍ଡରେ ଲାଗିବେ। ସେଇଠି ଗଲା ଜନ୍ମରେ କଣ ଗୋଟେ ପୁଣ୍ୟ କାମ କରିଥିଲି ଆଜି ଭଞ୍ଜରଜାଙ୍କ ମାଟି ଏ ଭଞ୍ଜକିଆରେ ମୋ ପାଦ ପଡ଼ିଲା। ସେଇଥିପାଇଁ ଏ ମାଟିକି ପ୍ରଥମେ ଭୂମିଷ୍ଠ ପ୍ରଣାମ। ଡାକିଛନ୍ତି ମତେ ଆପଣଙ୍କର ଏଇ ଭଞ୍ଜକିଆର ସାର୍ବଜନୀନ ଦୁର୍ଗା ପୂଜା କମିଟିର ପ୍ରେସିଡେଣ୍ଟ, ଭାଇସ୍ ପ୍ରେସିଡେଣ୍ଟ, ଚେୟାରମ୍ୟାନ, ଆମର ନିୟ ଭାଇ, ବଡ଼ ବାବୁ ସମସ୍ତେ ଏଇମାନେ ମତେ ଡାକିଛନ୍ତି। ସମସ୍ତଙ୍କୁ ମୋ ତରଫରୁ, ସଂଗ୍ରାମ ବାବୁ ଏମାନଙ୍କୁ ମୋ ତରଫରୁ ଅଭିନନ୍ଦନ। ଯୋଉ ଟୋକା ମତେ ଦେଇକି ଆସିଛି ତା ନାଁ ମୁନ୍ନା ମୋବାଇଲ ମନେ ରଖିଥାନ୍ତୁ। ଯଦି ଅମିତାଭ ବଚ୍ଚନ ବି ଦରକାର ପଡେ ସେ ଡାକିଦେବେ ଦେଇକି ପଳେଇବେ। ଯୋଉ ଆର୍ଟିଷ୍ଟ ଏବଂ ଇଣ୍ଟରେଷ୍ଟିଂ କାଲି ଆହୁରି ଆମର ଆଉ ଜଣେ ଭଲ ମହାରାଷ୍ଟ୍ର ଭଲ ହିରୋଇନ ଆସୁଛନ୍ତି। ମୁଁ ସେଇ ଷ୍ଟାଇଲରେ କହିଲି ଯେମିତି ଭୁଲରେ ମୋର ବାହାରିଗଲା ମୁଁ ଜାଣି କହିଥିଲି। ଲିପି ସେ ତାଙ୍କର କଥା ସାର୍ଟିଫାଏଡ ବେଡ୍ ଗାଁ ଓଡ଼ିଶାରେ ସିଏ କାଲି ଆସିବେ। ଏବଂ ଖାଲି ଯଦି ଜାଗାକୁ କମିଟି ଲୋକଙ୍କୁ ନମସ୍କାର ମାରିକି ପଳେଇବେ ଆପଣମାନେ ମନ କଷ୍ଟ କରିବେ କହିବେ ପପୁ କଣ ନବୀନ ପଟ୍ଟନାୟକ ଭଣଜା ଏଟା ସେ ଆପଣ ଭଦ୍ରା ମିଶିକି ଆମେ ଏତେ ଲୋକ ବସିଛି ଆମକୁ ଚିହ୍ନିଲାନି ନା ସେ ଭୁଲ କରିବା ଟୋକା ପପୁ ନୁହଁ। ଦି ସାଇଡରେ ସାମ୍ନାରେ ବସୁଥିବା ସମସ୍ତ ଗୁରୁଜନ ମାନଙ୍କୁ ଶାସ୍ତ୍ର କହୁଛି 1.5 ସେକେଣ୍ଡ ବଡ ହେଲେ ଗୁରୁଜନ। ହଁ ନା ଯେତିକି ଗୁରୁଜନ ଅଛନ୍ତି ମୋ ଠାରୁ ବଡ ଭାଇ ଭାଉଜ ଦାଦା ଖୁଡି ବଡବାପା ବଡମା ସେ ଜେଜେ ଜେଜେମା ମଉସା ମାଉସୀ ଅଜା ଆଈ ମାମୁଁ ମାଇଁ ବଗେରେ ଯେତିକି ଅଛନ୍ତି ସମସ୍ତଙ୍କୁ ଜାଗର ଦିନ ଶିବୁଙ୍କୁ ଯେମିତି ଜୁହାର ହୁଅନ୍ତି ସେମିତି ଏଇଠୁ ଗୋଟେ ଭୂମିଷ୍ଠ ପ୍ରଣାମ କଲି। ଏଥିରୁ ଇଚ୍ଛା ହଉଛି ଜଣ ଜଣକା ଉଲ୍ଲେଖ ଜୁହାର ମାନେ କାହିଁକି ହବ ମୁଁ ଯେତେ କହିବି ଭାଇ ବଡ ଦେଖାଉ ଭାଉଜ ଖଳିଆ କାହିଁ କାହିଁକି ହବନି। ମୋ ବୟସରେ ଯେତିକି ଟୋକା ଅଛନ୍ତି ଟିକେ ହାତ ଧରି ଚମକେ ଗଲେ ଘଟଣା 60-65 ବର୍ଷର ଫୁଲକା ସାର୍ଟ ପିନ୍ଧି ମୁଣ୍ଡରେ ରଙ୍ଗ ମାରି ବୁଝିଛନ୍ତି। ଏଠି ବର୍ତ୍ତମାନ ବୁଢା କାଉ ମାରି ଗାଲ ଖୋଲିଦେବି କିଏ ବୁଢା ବୁଢା କୋଉମାନେ ଜଣଙ୍କର ମୁଣ୍ଡ ବାଳ ଧଳା ଆଉ ଯେତିକି ହାତ ଦେଖିବେ ସବୁ ଟୋକା ମୋ ଭାଇ ଆଉ ହାତ ହଲେଇବେ ଭାଇମାନେ ହାତ ହଲେଇବା ପରେ ଭଉଣୀମାନେ ମୁହଁ ଶୁଖେଇଲେଣି କିନ୍ତୁ ଆମେ ପାଣିରେ ବୁଝିଛୁ ଆପଣ କଣ କହିଲେ ଯେତିକି ଭଉଣୀ ଅଛ ବିଚାରଣ ମୋ ଭାଇ ପରା ମୁଁ ତମ ଭାଇ ମଞ୍ଜିଆ ଭାଇ ମୋ ଭଉଣୀମାନେ ପ୍ଲିଜ ହାତ ଟେକିଦିଅ ସମସ୍ତେ ଭଉଣୀମାନେ ଭଉଣୀ ଆପଣଙ୍କ ଭଉଣୀ ଯେତିକି ଭଉଣୀ ରହିଲେ ଆପଣମାନେ ହାତ ଟେକିଦେଲେ। ଆପଣ ହାତ ଦେଖିଲା ପରେ ମତେ ମୁଁ ବର୍ତ୍ତମାନ ସିଓର ହେଇଗଲି ଯେ ଓଡ଼ିଶାରେ ନାରୀ ପ୍ରଗତି ଘଟିଲାଣି ଏବଂ ଏଣ୍ଡ୍ରି କୁଚିରେ ଚିମିଡ଼ି ମିମିଡ଼ି ବାଚ୍ଚା ଯେତିକି ଅଛନ୍ତି
ନା ହସିଦେଲେ କଣ? 2000 ମସିହା ପରେ ଯୋଉ ଛୁଆ ଜନ୍ମ ହଉଛନ୍ତି ବା ଛୁଆ ନୁହଁ 2000 ମସିହା ପରେ 2000 ମସିହା ପରେ ଯୋଉ ପିଲା ଜନ୍ମ ହଉଛନ୍ତି ଏଗୁଡ଼ା ପିଲା ନୁହଁ। ମତେ ଲାଗେ ଗୋଟେ ଆମ ବାପା ବଡ ବାପା ମଉସା ମଉସୀ ଇଏ ସାରା ଛୁଆ ହେଇକି ଆଉଛନ୍ତି। ଆପଣ ଦେଖିବେ ବାପା ମା ମୋବାଇଲ ଖଣ୍ଡେ ଖଣ୍ଡେ ଧରୁଛନ୍ତି ମିଶିଗଲ ଡାଇରେକ୍ଟ ଆଉ କିଛି ଜାଣିନଥିବେ। ଏବେକାର ପିଲା ଯୋଉଟା ସ୍କୁଲ ଯାଉଛନ୍ତି କେଜି 1 କେଜି 2 ଏଲକେଜି ଗୋଟେ କେଜି ହେଇନାହାନ୍ତି ସେଗୁଡା ଗୋଟେ ମୋବାଇଲ ଦେବେ ଗୋଟେ ମିନିଟ ଭିତରେ ତା ଅନ୍ତ ଖୁଚୁଳି ହାତିରେ ହେଇଯାଇଥିବ। ଅଧିକାଂଶ ସମୟରେ ବାପା ମା ପିଲାକୁ ମୋବାଇଲ ଦେଖୁଛନ୍ତି ବାବା ଦେଖିଲେ କଣ ଇନକମ ଚେଞ୍ଜ ହେଇଯାଇଛି ବାପା ନା କଥା ହଉନି। ଟିଭିରେ ଗୋଟେ ଜିନିଷର ଆଡଭର୍ଟାଇଜ ଦଉଛି ଆପଣ ଜାଣିଛନ୍ତି ସେଟା ଛୋଟ ପିଲା ଦେଖିବା କଥା ନୁହଁ ବଡ ଲୋକଙ୍କ ଜିନିଷ ସେ ପ୍ରଡକ୍ଟ ନାଁ କହି ଆପଣ ବୁଝେଇବେ। ଯଦି ସେଇ ଆଡଭର୍ଟାଇଜ ଦଉଥିବ ଛୋଟ ପିଲାରେ ବସି ବାପା ମା ଠାକୁରଙ୍କୁ ଡାକୁଛନ୍ତି ବାଳୁଙ୍ଗା ନ ଦେଖୁନ ସେଇ ସମୟରେ ଇଏ ପିଲା ପଚାରିବେ ମା କହିଲେ କଣ ବାପା ମାଙ୍କର ବିପି ବଢି ଯାଉଛି କି ଉତ୍ତର ଦେବେ ସେ ଜାଣେ ପାଠ ପଢାକୁ ନାହିଁ ପାଣି ଛାଣି ଆମେ ଭାବୁଛୁ ସିଏ ସାରା କିଛି ଜାଣିନାହିଁ କିନ୍ତୁ ସତ କଥାଟା ହଉଛି ସବୁ ଜାଣିଛନ୍ତି ସିଏ। ଏଇଥିପାଇଁ ସେ ପଚାରୁଛନ୍ତି ସୁତରେଇକି ପଚାରିଲେ ଏକ୍ସଟ୍ରା ମାଲ କିଛି ମିଳିଯିବ। ଇଏ ହଉଛନ୍ତି 2000 ମସିହା ପରେ ଯୋଉ ଛୁଆ ଜନ୍ମ ହଉଛନ୍ତି